ଆପଣ ଶୁଣନ୍ତୁ, କିଛି ହେତୁବାଦୀ ଷଡ଼ଯନ୍ତ୍ରକାରୀ ଯେଉଁମାନେ ବାହାର ଫଣ୍ଡିଂ ଆଣି ହିନ୍ଦୁ ଧର୍ମ ନଷ୍ଟ କରିବା ପାଇଁ ଚକ୍ରାନ୍ତ କରୁଛନ୍ତି। ସେଥିପାଇଁ କିଏ କ'ଣ କହିଲା ମୋର କିଛି ଯଦି ଆପଣମାନଙ୍କର ଅଛି ତାକୁ ଡାକନ୍ତୁ। ଏଠି ଗୁରୁବାର, ଏଠି ଶନିବାର, ମଙ୍ଗଳବାର ଶହ ଶହ ରୋଗୀଙ୍କର ଭିଡ଼ ହେଉଛି। ଗୋଟି ଗୋଟି ରୋଗୀମାନଙ୍କ ପ୍ରତିକ୍ରିୟା ନେଇପାରିବେ। ଆଉ ମନ୍ତ୍ର କଥା ଯେଉଁ କହିଲେ, ଆପଣ ପ୍ରତି ଗୁରୁବାର ରାତି 8ଟାରେ ଗୋଟେ ଲାଇଭ୍ ଚାଣ୍ଟିଂ ହୁଏ। ସେ ମନ୍ତ୍ର ଲେଖା ହେଇଥାଏ, ମନ୍ତ୍ର ଯିଏ ଯେଉଁଠି ଶୁଣିବ ତା ରୋଗ ଦୁଃଖ କଷ୍ଟ ଦୂର ହେଇଯିବ। ଆପଣ ପୃଥିବୀରେ ଯେଉଁଠି ଥାଆନ୍ତୁ ନା କାହିଁକି 104 ଜ୍ୱର ଅଛି, ସେ ମନ୍ତ୍ର ଶୁଣନ୍ତୁ ଭଲ ହେଇଯିବ। ଝାଡ଼ା ବାନ୍ତି ଭଲ ହେଇଯିବ, ବିନ୍ଧା ଦରଜ ଭଲ ହେଇଯିବ। ସେ ମନ୍ତ୍ର ଶୁଣିଲେ ଏତେ ଶକ୍ତିଶାଳୀ। ଆପଣ ଦେଖନ୍ତୁ ୟୁଟ୍ୟୁବରେ ମୁଁ ଦେଖେଇବି, ଲକ୍ଷ ଲକ୍ଷ ଭିଉ ହେଉଛି। ଆଉ ଯଦି ଗୋଟେ ଖରାପ କମେଣ୍ଟ ଦେଖେଇଦେବି ଜାଣିବି ଯେ ମୋର ମନ୍ତ୍ରରେ ଶକ୍ତି ନାହିଁ। ମୁଁ ତ ସାରା ଦୁନିଆକୁ ଚ୍ୟାଲେଞ୍ଜ କରୁଛି। ଯଦି କାହାର ମନ୍ତ୍ର ଶକ୍ତି ବିଷୟରେ କଳ୍ପନା କରିବାର ଅଛି, ମନ୍ତ୍ର ସବୁରେ ଶକ୍ତି ଅଛି ନା ଭାବିବାର ଅଛି, ପରୀକ୍ଷା କରିବାର ଅଛି, ମୋ ମନ୍ତ୍ରକୁ ଶୁଣନ୍ତୁ। 104 ଜ୍ୱର ନିମିଷେ ଭଲ ହେଇଯିବ, ଝାଡ଼ା ବାନ୍ତି ଭଲ ହେଇଯିବ, ବିନ୍ଧା ଦରଜ ଭଲ ହେଇଯିବ। ସେ ମନ୍ତ୍ରରେ ଏତେ ଶକ୍ତି ଅଛି। ଆଜ୍ଞା ସେ ଗୋଟେ ଆପଣ ଗୋଟେ ଆଉ ଗୋଟେ ମଧ୍ୟ ଏମିତି ଗୋଟେ ଖରାପ ମାନେ ବିଦ୍ରୁପ କରି କହିଲେ ଯେତେବେଳେ ସାରା ରାଜ୍ୟରେ ବାବାଙ୍କର ମରୁଡ଼ି ପଡ଼ିଲା ସେ ପ୍ରୋକ୍ଲେମ୍ ଗଭର୍ଣ୍ଣମେଣ୍ଟ ହେଇଛି ଏବେ ଗୋଟେ ଭାଙ୍ଗାମି ଚଲେଇଛନ୍ତି ଏବଂ ତାଙ୍କୁ ଗିରଫ କରିବା ପାଇଁ ସେ ଗୋଟିଏ ତାଙ୍କୁ ଦାବି ରହୁଛି ଯେ ତାଙ୍କୁ ଗିରଫ କାହିଁ ସରକାର କରୁନାହାନ୍ତି। ସରକାର କ'ଣ ପାଇଁ ମୋତେ ଗିରଫ କରିବେ? ମୁଁ ଚୋରି କରୁଛି, ଡକାୟତ କରୁଛି, କିଛି କରିଛି ନା? କାହା କଥାରେ ଆମେ କିଛି ଶୁଣନ୍ତୁ, ଯାହାର ସାହସ ଅଛି ଆମ ଉପରେ ପରୀକ୍ଷା କର। ମୁଁ ସବୁ ସମୟରେ କହିଛି, ଯାହାର ସସାହସ ଅଛି ଆସିଲେ ରୋଗୀ ଆଣନ୍ତୁ, ନିଜ ଆଖି ଆଗରେ ପରୀକ୍ଷା କରି ଦେଖନ୍ତୁ ମୋ ପାଖରେ କେତେ ଶକ୍ତି ଅଛି ଆଉ କି ପ୍ରକାର ଚମତ୍କାର ଶକ୍ତିର ମୁଁ ଅଧିକାରୀ ଅଛି।